ଆଜି ହେଉଛି ଜେଜେ ଆଉ ଶାଶୁଙ୍କର ଶ୍ରାଦ୍ଧ ବାର୍ଷିକ। ସେଥିପାଇଁ ସକାଳୁ ସକାଳୁ ଆମେ ବାହାରି ପଡ଼ିଲୁ ଫୁଲ ତୋଳିବା ପାଇଁ। ଜାଣିଛନ୍ତି ସାଙ୍ଗମାନେ, ଶ୍ରାଦ୍ଧ କ'ଣ ପାଇଁ ଦିଆ ହୋଇଥାଏ? ଆମମାନଙ୍କ ଠାରୁ ପାଣି ଟୋପାଏ ପାଇବା ପାଇଁ ସେମାନେ ବର୍ଷ ବର୍ଷ ଅପେକ୍ଷା କରିଥାନ୍ତି। ଆଉ ଆମର ଗୋଟିଏ ବର୍ଷ ହେଲେ ତାଙ୍କର ଗୋଟିଏ ଦିନ। ସେଥିପାଇଁ ଗୋଟିଏ ଦିନ ଯଦି ଶ୍ରାଦ୍ଧ ନ ଦେବା, ଆମେ ମଧ୍ୟ ପାଣି ଟୋପାଏ ପାଇବା ନାହିଁ। ସେଥିପାଇଁ ଆମର ପର ପିଢ଼ିମାନେ ସେମାନେ ଜାଣିବେ ଯେ ଆମେମାନେ ମା' ବାପାଙ୍କୁ ଶ୍ରାଦ୍ଧ ଦେଉଥିଲୁ, ସେ ମଧ୍ୟ ଆମମାନଙ୍କୁ ଶ୍ରାଦ୍ଧ ଦେବେ, ନହେଲେ ଆମେ ପାଣି ଟୋପାଏ ବି ପାଇବା ନାହିଁ। ସେଥିପାଇଁ ଆମେ ଶ୍ରାଦ୍ଧ ଦେବା ନିହାତି ଦରକାର। ମୋ ଜାଣିବାରେ ଯଦି କିଛି ଭୁଲ ହେଇଥାଏ ମୋତେ କ୍ଷମା କରିବେ।